ବୁଡ଼ିଗଲା ପଇସା କରିବି କ'ଣ କୁଆଡ଼େ 50,000 ଟଙ୍କା ବୁଡ଼ିଗଲା। ଇଏ 50,000 କେଉଁଠି ଆସି ସବୁ ଫୁଟିଲା, ଆମର ସବୁ ଲୁଟି ନେବା। ସତରେ ଭାବୁଛନ୍ତି ନାଇଁ ଲୁଟିଛନ୍ତି ଏ ବର୍ଷ କିଛି ଇଏ ନାହିଁ, ବ୍ୟସ୍ତ ନାହିଁ। ଜଣେ ସାଙ୍ଗବେଳେ ନେଇଯାଇଥିଲେ କିନ୍ତୁ ଅଲରେଡ଼ି ଲୁଟି ସାରିଛି। ମୁଁ ଲୁଟିବାର ଭିଡ଼ିଓ ଆପଣମାନଙ୍କୁ ନିହାତି ଭାବରେ ଏବେ ନେଇକି ଯିବି। ଚାଲନ୍ତୁ ନେକ୍ସଟ ଭିଡ଼ିଓ। ହ୍ୟାଲୋ ହାଇ ନମସ୍କାର, ମୁଁ ସପନ, ଆପଣମାନେ ଦେଖୁଛନ୍ତି ବିନୋଦ ସପନ ଲାଇଫଷ୍ଟାଇଲ। ଚାଲନ୍ତୁ ଆଜି ଭିଡ଼ିଓଟାକୁ ଆରମ୍ଭ କରିବା। ଆଶା କରୁଛି ଆପଣମାନେ ଭଲରେ ଥିବେ, ଖୁସିରେ ଥିବେ। ମୁଁ ବି ଏବେ ଖୁସିରେ ଅଛି, ଭଲରେ ଅଛି। ଆଜି ଗୋଟେ ମୋ ଦୁଃଖର କଥା ଆପଣମାନଙ୍କୁ କହିବାକୁ ଯାଉଛି। ଫାଷ୍ଟ ଭିଡ଼ିଓରେ ଆପଣମାନଙ୍କୁ ନିହାତି ଭାବରେ ଜଣାଇଥିଲି ଯେ କେମିତି କ'ଣ ଘଟିଲା। ଆପଣମାନଙ୍କୁ ଆଉ ଟିକେ ରହିଯାଇଥିଲା, ପୁରା ଭିଡ଼ିଓ ଦେଇପାରିନଥିଲି। ଆଜି ଆପଣଙ୍କୁ ନିହାତି ଭାବରେ ପୁରା ଭିଡ଼ିଓଟା ଦେଖନ୍ତୁ, ଦେଖିଲେ ଘଣ୍ଟାଟା ଜାଣିପାରିବେ କି ନେଇଥିଲେ, କେମିତି ନେଇଥିଲେ, କିଭଳି ପଇସା ଜଣକ ଲୁଟିଲେ। ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ମୋତେ ମୁଁ ଫାଷ୍ଟରୁ ଆପଣମାନଙ୍କୁ କହିଥିଲି ସୁବାସ ବୋଲି ଥିଲା ପିଲାଟା ମୋତେ ନେଇକି ଯାଇଥିଲା। ଡକେଇଥିଲେ ଯେ ଆପଣଙ୍କର ଫାଷ୍ଟ ଭିଡ଼ିଓ କହିଥିଲି ସୁବାସ ବୋଲି ପିଲାଟା ଜାଣିଥିଲି ଆପଣମାନେ ନିହାତି ଭାବରେ। ସେଇ ମୋତେ ଡକେଇଥିଲେ। କେମିତି ସେତେବେଳେ ଆମର ଚାଲିଥିଲା ଲକଡାଉନ୍, କିଛି କାମ କିଛି ନଥିଲା। ସେଥିପାଇଁ ସାଙ୍ଗ ପିଲାଟାକୁ ଫୋନ୍ କରିଥିଲି କାମ ପାଇଁ। ମୁଁ ସେଇ କାମ ଚକ୍କରରେ ସେ ନିଜେ ଯାଇକି ଅଲରେଡ଼ି ଫସି ଯାଇଥିଲା। ସେ ଜାଣିଥିଲା ମୁଁ ଫସି ଯାଇଛି ଅଲରେଡ଼ି, ତଥାପି ସେ ଆଉ ଜଣଙ୍କୁ ଫସେଇବାର ଚକ୍କର ରହିଲା। କାହିଁକିନା ତାଙ୍କୁ ପ୍ରେସର କରାଯାଉଥିଲା। ଆପଣମାନେ ନିହାତି ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଛି ଯେ ସେ ମୋତେ ଡାକିଥିଲେ। ସେ ଡାକିବାର ରିଜନ୍ ହେଉଛି ମୁଁ ଗୋଟେ ଜାଗାରେ ବି ଯାଇକି ମୁଁ ଦେଖିଛି ସିଏ ନିଜେ ଯାଇକି ଫସି ଯାଇଥିଲା ଅଲରେଡ଼ି। ତାକୁ ପ୍ରେସର କରାଯାଉଥିଲା ଆପ୍ରୋଚିଂ କରିବା ପାଇଁ, ତାପରେ କିଛି କରିବାର ନଥିଲା। ସେଥିପାଇଁ ସେ କ'ଣ କରିଥିଲା, ସେ ମୋତେ ଡାକିଥିଲେ। ଆଉ ଜଣେ 3-4 ଜଣ ପିଲାଙ୍କୁ ଡକେଇଥିଲେ। ସେଥିପାଇଁ ଡକେଇଥିଲେ 3-4 ଜଣ ପିଲାଙ୍କୁ ଯେ ମୁଁ ଯାଇଥିଲି। ଆଉ ଜଣେ ଘର ପାଖରେ ଜଣେ ପିଲା ଥିଲା, ତା ନାଁ ରିଭିଲ୍ କରୁନାହିଁ, କାହିଁକିନା ସମସ୍ତଙ୍କର ନାଁ ରିଭିଲ୍ କରିବା ସମ୍ଭବ ନୁହେଁ। ସେଥିପାଇଁ ମୁଁ କହୁଛି ସିଏ ବି ଡାକିଥିଲେ। ଯେଉଁ ସୁବାସକୁ ଆପଣମାନେ ଯେଉଁ ଖରାପ କହୁଛନ୍ତି, ଖରାପ ସେ ଅଲରେଡ଼ି ସେ ଜାଣିଛି ଖରାପ ଜାଗାରେ ପାଦ ଦେଇଛି, ଦେଲା ପରେ ବି ଆଉ ଜଣଙ୍କୁ ଖରାପ ଜାଗା ନେବା ପାଇଁ ଟାଣିବ। ସେଇଟା ହିଁ ତାର ଭୁଲ ଥିଲା। କାହିଁକିନା ତୁ ଜାଣିବା ଦରକାର ଯେ ନିଜେ ଯାଇକି ଫସି ଯାଇଛୁ ସେ ଜାଗାରେ। ଅନ୍ୟ ଜଣଙ୍କୁ ପୁଣି ଫସାଇବାର କାରଣ ନଥିଲା, ନିଜେ ଉଲ୍ଟି ପଳେଇ ଆସିବାର ଥିଲା ସେ ଜାଗାରୁ। ସେଟା ସେ ନ କରିକି କ'ଣ କରିଥିଲା ନା, ସେ ଉଲ୍ଟିକି ମୋତେ ହିଁ ଫସାଇବା ପାଇଁ ଡାକି ଦେଇଥିଲେ। କହିଥିଲେ ଯେ ଆସ, ଚାଲନ୍ତୁ କରିବା। ସେ କହିଥିଲେ ଯେ ଆସ, ମୁଁ ତୋତେ ପେକିଂ ଜବ୍ଟି ଦେବି। ସାର୍ଙ୍କ ସାଙ୍ଗେ କଥା ହେଇଛି, ପେକିଂ ଜବ୍ଟି ମିଳିବ, ନିହାତି ଭାବରେ ଆସ ଏଠି। କିନ୍ତୁ ମୁଁ ଯାଇକି ପହଞ୍ଚିଲା ବେଳକୁ ପେକିଂ ଜବ୍ ନଥିଲା। ଟ୍ରେନିଂ ଚାଲିଲା 3-4 ଦିନ। ଟ୍ରେନିଂ ହେଲା ପରେ ସାର୍ମାନେ ଆସିଲେ, ଭେଟ ହେଲେ, କଥାବାର୍ତ୍ତା ହେଲେ, ବୁଝେଇଲେ, ମୋତେ ବହୁତ ବୁଝେଇଲେ ଯେ ତୁମେ ମାସକୁ କେତେ କମଉଛ, 10,000, 20,000, 30,000 କମଉଛ ନା ନାଇଁ। କିନ୍ତୁ ମୁଁ ଏଇ ଯେଉଁ ପ୍ଲେଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ଼କୁ ଆସିଛ ତୁମେ ମାସକୁ BMW କାର୍ କିଣିବାର ପଇସା କରାଯାଇ ଗୋଟିଏ BMW 5 ଲକ୍ଷ ଟଙ୍କା, 10 ଲକ୍ଷ, 20 ଲକ୍ଷ ଖର୍ଚ୍ଚ ହେଇଥାଏ। ସ୍ୱପ୍ନ ଭାବିନଥିଲି କିନ୍ତୁ ମୁଁ ସ୍ୱପ୍ନ ଦେଖିଲି। ସ୍ୱପ୍ନ ଦେଖେଇକି ମୁଁ ସ୍ୱପ୍ନ ଦୁଆରେ ଛାଡ଼ିଦେଲେ। ଦେଖି କହିଲେ ଯେ ଆପଣମାନଙ୍କୁ BMW କାର୍ କିଣିବାକୁ ମାସକୁ ହେବ। ଯେଉଁ ସାଙ୍ଗ ପିଲାମାନେ ତୁମକୁ ଆସୁନାହିଁ ମନା କରୁଛି ନା, ସେଇମାନେ ତୁମ ଗୋଡ଼ ତଳେ ଆସିକି ବସିବେ। ଆମେ ଏତେ ମାଇଣ୍ଡରେ ନେଲୁ ନାହିଁ, କାହିଁକିନା ଆମେ ସତର୍କ ହେଇଥିଲୁ। କାହିଁକିନା ଏତେ ବଡ଼ ବଡ଼ ସାର୍ ସବୁ ଆସୁଛନ୍ତି, କିନ୍ତୁ ଆମେ ଜାଣିନଥିଲୁ ସେମାନେ ସାର୍ ନୁହନ୍ତି। ସେମାନେ ଲୁଟିବା ଚକ୍କରରେ ପିଲାମାନଙ୍କୁ ଏକଜୁଟ କରେଇକି ମୋଟିଭେସନ୍ ଦେଇକି ସେମାନଙ୍କୁ ବୁଝାଉଛନ୍ତି। ଆମେ ଜାଣିନଥିଲୁ ସେତେବେଳେ। ଆମର ଟ୍ରେନିଂ ଚାଲିଲା ପରେ କ'ଣ ହେଲା ନା, ସବୁ ଟ୍ରେନିଂ ସରିଗଲା। ଦିନେ ଆମକୁ ବୁଲେଇ ନେଇଯାଇଥିଲେ କେଉଁଠିକି, ଯେଉଁ ବରମୁଣ୍ଡାର ଷ୍ଟାଡ଼ିୟମ୍ ଅଛି, ଷ୍ଟାଡ଼ିୟମ୍ ଖେଳିବା ପାଇଁ ନେଇଯାଇଥିଲେ। ମ୍ୟାକ୍ସିମମ୍ 10-15 ଜଣ ପିଲା ଆମେ ଯାଇଥିଲୁ। 10-15 ଜଣ ପିଲା ଗଲା ପରେ ସେଇଠି କ'ଣ ହେଲା ନା, ଆମେ ସବୁ କିଏ କ୍ରିକେଟ୍ ଖେଳିଥିଲେ, କିଏ ଭଲି ଖେଳିଥିଲେ, ସମସ୍ତେ ସବୁ ଖେଳୁଥିଲୁ। ଖେଳିବା ଭିତରେ ଜଣେ ସେଠି ପିଲାଙ୍କୁ ଆମେ ପଚାରିଥିଲୁ, ଭାଇ ଏଇଠି ଯେଉଁ ଧଳା କୋଠାଟେ ଅଛି, ସେଠି କ'ଣ ପ୍ଲେଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ଼ ଯେଉଁ କମ୍ପାନୀ ଚାଲିଛି, ସତ ନା ମିଛ? ଜଣେ ପିଲା ହିଁ ଲୋକମାନଙ୍କର ଆମକୁ କହିଥିଲେ ଯେ ଇଏ ମିଛ, ବହୁତ ପିଲା ଠକି ଗଲେଣି, ତମେ ସେଟା ଜାଣିନଥିବ, ବହୁତ ପିଲା ଯାଇସାରିଲେଣି। ତାପରେ ଆମେ ଧୀରେ ଧୀରେ କଥା ଯେତେବେଳେ ଲଗେଇ ଦିନେ ଆମେ ବସୁ ଯେଉଁ ଆପଣଙ୍କୁ କହୁଥିଲି ନବକିଶୋର ସାହୁ ଆର୍ଡି ସାର୍, ସିଏ ତାଙ୍କୁ ଲାପଟପ୍ ଦିନେ ରଖିଦେଇଯାଇଥିଲେ, କିନ୍ତୁ ତା ପାସୱାର୍ଡ଼ ଆମେ ଜାଣିଥିଲୁ। କିନ୍ତୁ ମୋତେ ଟିକେ ଅଧିକା ଇଏ କରିଥିଲେ ଯେହେତୁ ମୁଁ
ପାସୱାର୍ଡ଼ ଜାଣି ଦେଇଥିଲି। ପାସୱାର୍ଡ଼ ଲଗ୍ଇନ୍ କରିକି ଆଇଡ଼ି ଦେଖିଲା ବେଳକୁ ସବୁ ଭିଡ଼ିଓ ଏଡ଼ିଟିଂ ହେଇଛି, ସବୁ ଭିଡ଼ିଓ ଏଡ଼ିଟିଂ ହେଇଛି। ଭିଡ଼ିଓ ସବୁ ଆମକୁ ଦେଖୁଛନ୍ତି। ଦେଖନ୍ତୁ ଆମକୁ କେତେ ପିଲା ସବୁ ଚାକିରି ପାଇଲେଣି, କେତେ ପିଲା ସବୁ ପ୍ରମୋସନ୍ କଲେଣି, କେତେ ପିଲା ସବୁ ପଇସା କମାଉଛି। ସବୁ ଭିଡ଼ିଓକୁ ଯେଉଁ ସ୍କ୍ରିନ୍ ପର୍ଦ୍ଦାରେ ରେକର୍ଡ଼ିଂ କରୁଛି, କଲା ପରେ ଏଡ଼ିଟିଂ କରିକି ଭିଡ଼ିଓକୁ ଅପଲୋଡ଼ କରୁଛି। ମୁଁ ଏତିକି ଜାଣିପାଇଲା ପରେ ପୁଣି ଆମକୁ କହିଥିଲେ ଗୁଗୁଲରେ ସର୍ଚ୍ଚ କର ଲେଫ୍ଟ ପାଇବ ଲିମିଟେଡ଼। ଆମକୁ ଏବେ ବି ଜାଣିପାରୁନି ଗୁଗୁଲରେ ସେଭ୍ କରୁଛନ୍ତି କେମିତି। ଗଭର୍ଣ୍ଣମେଣ୍ଟ ସେଇଟା ମୁଁ କହିବି ଯେ ଫେକ୍ ଭିଡ଼ିଓକୁ ଗୁଗୁଲରେ ସେଭ୍ କରିବା ପାଇଁ ଦିଅନ୍ତୁନି ଏକଦମ। କାହିଁକିନା ଆପଣ ଗୁଗୁଲ ହେଉଛି ଗୋଟେ ଏମିତି ମାଧ୍ୟମ ଆମ ପାଇଁ, ମୁଁ ଯେଉଁଟା ଦେଖିଲି ଗୁଗୁଲରେ ମୁଁ ବିଶ୍ୱାସ କରିଦେଉଛୁ। ସେଥିପାଇଁ ମୁଁ ରିକ୍ୱେଷ୍ଟ କରିବି ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ସାଇବର ବାଲାକୁ ଗୁଗୁଲରେ ଏମିତି କେଉଁ ଭିଡ଼ିଓକୁ ସେଭ୍ କରିବା ପାଇଁ ଦିଅନ୍ତୁ ନାହିଁ। କାହିଁକିନା ଆମେ ସବୁ ବସୁଛୁ ସେଇ ଭିଡ଼ିଓ ଦେଖିକି, କାହିଁକିନା ଆମେ ସବୁ ଦେଖୁଛୁ ଯେଉଁ ଭିଡ଼ିଓ ବିଶ୍ୱାସ କରିଦେଉଛୁ ଯଦି, ସେଥିପାଇଁ ଆମେ ସବୁ ହେଇଯାଉଛୁ। ଯାହା ବି ଆମେ ଭିଡ଼ିଓ ଦେଖିଥିଲୁ, ଦେଖିଲା ବେଳେ ଆମେ ବିଶ୍ୱାସ କରିଦେଇଥିଲୁ ତାଙ୍କ ଉପରେ। ଦେଖିଲା ପରେ କିଛି ଆମକୁ ଦେଇନଥିଲେ। କିଛି 3-4 ମାସ ଆମେ ସେଠି ରହିଛୁ। ରହିଲା ପରେ କିଛି ଡେଲି ଫାର୍ଷ୍ଟ ପାଇଁ ଭଲ ଖାଇ ଦେଇଥିଲେ, ସେକେଣ୍ଡ 2-4 ଦିନ ଟ୍ରେନିଂ ସରିଗଲା, କାମ ବୁଝେଇଦେଲା ପରେ ଯେଉଁ ନୂଆ ପିଲା ଆଉଛନ୍ତି ତାଙ୍କୁ ଏକ୍ସଟ୍ରା ଖାଇବା, ଆମକୁ ପୁରୁଣା ହେଇଗଲେ କାମ ବୁଝିଗଲେ ସେମାନେ ଖାଲି ଅଲି ଡାଲି ଭାତ ଆମକୁ ଦିନେ କହିଲେ। ଦିନେ ପଚାରିଲେ ସାର୍ ଆମେ ଡାଲି ଭାତ ଖାଇ କେତେ ଦିନ ବସିବୁ? କହିଲେ ତୁମେ ଯଦି କିଛି ମେହନତ କରିବା ପାଇଁ ପଡ଼ିବ, ଆଗକୁ ବଢ଼ିବା ପାଇଁ ହେଲେ ଏ ଡାଲି ଭାତ ଖାଇ ତୁମେ ଇଏ କରିବାକୁ ପଡ଼ିବ। ଯେଉଁମାନେ ମେହନତ କରୁଛନ୍ତି ସେମାନେ ଉପରକୁ ଯାଇଛନ୍ତି। ଆମ କହିଲେ ସତ, ମେହନତ କରିବା ପାଇଁ ମେହନତ ନ କଲେ କେହି ଉପରକୁ ଯାଇପାରୁନି। ସେଥିପାଇଁ ଆମେ ଭାବି ଆମେ ସେଇ ଭାତ ବି ଖାଇଦେଲେ। ଆମେ ଭଲ ଖାଇ ଦେଇକି ରହିଗଲୁ 3-4 ମାସ ରହିଗଲୁ। ଆମେ ରହିଲା ପରେ ଆମର କିଛି ଇଏ ନାହିଁ, କିଛି ପଇସା ନାହିଁ, ଖାଲି ପ୍ରତି ମାସକୁ ମାସ ସେଲ୍ କାଟିବା ପାଇଁ ପ୍ରେସର। ପ୍ରତି ମାସକୁ ମାସ ସେଲ୍ କାଟ ଭିଡ଼ିଓ କନଫରେନ୍ସ ମିଟିଂ ସେଲ୍ କାଟ। ଆମେ ମ୍ୟାକ୍ସିମମ୍ ସେଲ୍ କାଟିଗଲି 50,000 ଟଙ୍କା ମୋର ପଳେଇଥିଲା। ଆଉ ଜଣଙ୍କ ସାଙ୍ଗ ପିଲାଙ୍କର 1,00,000 ଭଳିଆ ଟଙ୍କା। ଆଉ ଯେଉଁ ସୁବାସ ବୋଲି ପିଲାଙ୍କୁ ଡକାଇଥିଲେ ସିଏ ବେଶୀ ଦେଇନଥିଲେ, ସିଏ ଦେଇଥିଲେ 2ଟା ସେଲ୍ 25,000 ଟଙ୍କା ଦେଇଥିଲେ ସେ। କିନ୍ତୁ ଆମର ଏତେ ପଇସା ଗଲା ପରେ ବି ଆମେ ଯେତେବେଳେ ଜାଣିପାରିଲୁ ସବୁ ଆସିବା ପାଇଁ ଚେଷ୍ଟା କରୁ। ଆମକୁ ଆସିବା ପାଇଁ ବହୁତ ଚେଷ୍ଟା କରୁଥିଲେ ଆମେ ଆସିବା ପାଇଁ, କିନ୍ତୁ ଆସିବା ପାଇଁ ଦେଇନଥିଲେ। କାରଣ ସେମାନେ ଜାଣିଥିଲେ ଏମାନେ ପରେ ଆଉ କେଉଁ ପିଲା ଆସିବେନି। ଆଉ ସେଇ ସବୁ ପିଲାଙ୍କୁ କୁହାଯାଇ କହିଦେବେ, କହିଦିଏ ଯଦି ତୁମେ ପଢ଼ଉଛ କେହି କହିବନି, କହିଲେ କିନ୍ତୁ ତୁମର ଅସୁବିଧା ହେବ ବୋଲି। ସେଥିପାଇଁ ଆମର କହିବା ପାଇଁ ଦେଇନଥିଲେ। ଆମେ ବହୁତ ଚେଷ୍ଟା କରୁଥିଲୁ ଆମ ଘର ଲୋକଙ୍କୁ ଜଣାଇବୁ କି ସାଙ୍ଗସାଥିରେ ଜଣାଇଦେବୁ କି ଆସ ନାହିଁ, ଆମେ ଏଇଭଳିଆ କ୍ଲାସ୍ କରୁଛନ୍ତି, ଆପ୍ରୋଚିଂ କରନ୍ତି, କାମ କରୁଛନ୍ତି। ସେଥିପାଇଁ ଆମେ ବହୁତ ଚେଷ୍ଟା କରୁଥିଲୁ, କିନ୍ତୁ ଆମେ ଛାଡ଼ିନଥିଲୁ। ସେଥିପାଇଁ ବହୁତ ଚିନ୍ତାରେ ଥିଲି, ବହୁତ ଥିଲା ପରେ ବି ଚେଷ୍ଟା କରୁଥିଲେ କିନ୍ତୁ ବାହାରିକି ଆସିପାରୁନଥିଲୁ। କାରଣ ମୁଁ ଯେମିତି ଆପଣଙ୍କୁ କହିଥିଲି, ଆପଣଙ୍କୁ କହିଥିଲି ସବୁବେଳେ ଆସିଲେ ବସ୍, ମୁଁ ଆସିଲା ପରେ ବି ବସ୍କୁ ଆସିକି ସୁବାସକୁ ଆଉ ଯେଉଁ ସାଙ୍ଗ ପିଲାଙ୍କୁ ସେମାନଙ୍କୁ ଡାକିଲି ଚାଲ ଆମେ ଯିବା ପଳେଇବା ଏଠୁ। ସେମାନେ ବି ଏଇଭଳିଆ ଆପ୍ରୋଚିଂ କରିଦେଇଥିଲେ। ସେମାନେ ପୁରା ବିଶ୍ୱାସ କରିଦେଇଥିଲେ ଦିନେ ସକ୍ସେସ୍ ବଢ଼ିକି ଯିବେ। କିନ୍ତୁ ମୋର ବିଶ୍ୱାସ ନଥିଲା। ମୁଁ ପଳେଇ ଆସିଥିଲି। କିଛି ଦିନ ପରେ ବି ସୁବାସ ତାଙ୍କ ବାପା ଘର ଲୋକ ଯାହା ଗଲେ, ଘରକୁ ଆସିକି ପଳେଇ ଆସିଲା ପରେ ଘର ଲୋକ କରିଦେଇଥିଲି। ଘର ଲୋକ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ଯୋଗାଯୋଗ ମଧ୍ୟ କରୁଥିଲେ। କରିକି ସେମାନେ ଯାଇଥିଲେ, ଗଲା ପରେ ତାଙ୍କୁ ଉଦ୍ଧାର କରିକି ଆଣିଥିଲେ ସୁବାସକୁ। ଉଦ୍ଧାର କରି ଆଣିଲା ପରେ ଆଉ ଜଣେ ସାଙ୍ଗ କ୍ଲୋଜ୍ ସେ ଥିଲା, ତାକୁ ସେ ପଳେଇ ଆସିବା ପାଇଁ କହିଥିଲେ, କିନ୍ତୁ ସିଏ ଆସିନଥିଲେ। ତାର ଏତେ ବିଶ୍ୱାସ ଥିଲା, ଯେ ଦୃଢ଼ ବିଶ୍ୱାସ ଥିଲା ଯେ ସେ ଦିନେ ସକ୍ସେସ୍ ବଢ଼ିକି ହିଁ ଆସିବନି। ଆକ୍ଚୁଆଲି ସେ ଚେଷ୍ଟା କରୁଥିଲେ, ସେଇପାଇଁ ତାର ଅଧିକ 1,00,000 ଭଳିଆ ଟଙ୍କା ଯାଇଛି ତାଙ୍କର। କାହିଁକିନା ସେ ବହୁତ ଚେଷ୍ଟା କରୁଥିଲେ, ବହୁତ ଚେଷ୍ଟା କଲା ପରେ ବି ସେମାନେ ଆମେ କ'ଣ କରିବୁ, ସେ ଆସିଲେ ତାର 1,00,000 ଭଳିଆ ଟଙ୍କା ଯାଇଛି। ସିଏ ରହିଲେ ଆଗରେ 3 ମାସ ପରେ, ସେ ମ୍ୟାକ୍ସିମମ୍ 6 ମାସ 8 ମାସ ଭଳିଆ ଥିଲେ ଏଠି। 8 ମାସ ପରେ ସେ ଯେତେବେଳେ ଜାଣିଲେ ଲାଷ୍ଟକୁ ତାଙ୍କ ଘର ଲୋକ, ଆମେ ପଳେଇ ଆସିଥିଲୁ। ଆସିଲା ପରେ ଆମ ନେଇକି ଯାଇଥିଲେ ସୁବାସ କହୁଥିଲେ ଆପଣଙ୍କୁ, ସୁବାସ ଆମକୁ ନେଇକି ଯାଇଥିଲେ। ତାଙ୍କ ଘର ଲୋକଙ୍କୁ ଜଣେଇଲେ ତମ ପିଲା ଆମକୁ ନେଇକି ଫସେଇ ଦେଇଛନ୍ତି, ପଇସା ଆମର ଲୁଟି ଦେଇଛନ୍ତି। ଆକ୍ଚୁଆଲି ଆମେ ବି ଥାନାରେ କେସ୍ କରିଥିଲୁ ସୁବାସ ନାଁରେ। ଭାବିଲୁ
କେସ୍ କରିଥିଲୁ। ତାପରେ ତାଙ୍କ ଘର ଲୋକ ଜଣାଇଥିଲେ, ଆମ ଘର ପୁରା ତାକୁ ଜଣାଇ ଦେଇଥିଲେ। ସେତେବେଳେ ଜାଣିନଥିଲା ମୁଁ ବୁଝେଇ ଦେଇଛୁ। କଲା ପରେ ଲାଷ୍ଟରେ ଯେ ପଇସା ନେଇ ଯାଉ ପଇସା ରିଟର୍ନ କରିଦିଅନ୍ତୁ, ତମ ପୁଅ ପାଇଁ ଆମକୁ ଏଇଭଳିଆ କଲା। ତାଙ୍କ ଘର ଲୋକ କହିଥିଲେ ଯେ ଆମ ପୁଅକୁ ଜଣେଇକି ତମେ ଯାଇଥିଲ, ଆମ ଘର ଲୋକକୁ ଜଣେଇକି ଯାଇନଥିଲ, ପୁଅ ଯେତେବେଳେ ନେଇକି ଯାଇଛି ପୁଅ ପଟୁ ପଇସା ନେଇ ଆମେ ତା ବିଷୟରେ କିଛି କହିପାରିବୁ ନାହିଁ ଆପଣମାନଙ୍କୁ। ଏଇ କଥା ହିଁ ତାଙ୍କ ଘର ଲୋକ କହିଥିଲେ। ତାଙ୍କ ଲୋକ କଣ୍ଟାକ୍ଟ କଲାବେଳେ ତାପରେ ମୋତେ ସୁଭାଷକୁ ପ୍ରେସର କଲେ ପଇସା ଦେବେ କଲେ। ସେ ବିଚାରା ଅଲରେଡ଼ି ଯାଇକି ଫସିଯାଇଛି ନା, ସେ କେଉଁଠୁ ପଇସା ଆଣିଦେବ। ତାପରେ ମୁଁ ନିଜେ ଭାବିଲି ଜଣେ ସାଙ୍ଗ ପିଲା ସିଏ ତ ନିଜେ ଯାଇକି ଫସିଯାଇଛି, ସିଏ ମୋତେ ବି କେଉଁଠୁ ପଇସା ଦେବ। ସେଥିପାଇଁ ଆମେ ଥାନାରୁ କେସ୍ଟା ଉତ୍ତର କରିଦେଲୁ। କଲା ପରେ ଥାନାରୁ କେସ୍ ଉତ୍ତର କଲା ପରେ ତାଙ୍କୁ ଚେଷ୍ଟା କଲୁ ଆମେ ପଇସା କିଛି ଆଣିବା ପାଇଁ, କିନ୍ତୁ ପଇସା ଦେଲେନି ସିଏ ସୁଭାଷଙ୍କୁ। କାହିଁକିନା ସିଏ ନିଜେ ଯାଇକି ଫସି ଯାଇଥିଲେ, ସେ ଜାଣିନଥିଲେ ଯେ ଏଇଭଳିଆ ହେବ ବୋଲିକି। ସିଏ ବି ମୋତେ ନେଇଯାଇଥିଲେ। ସିଏ ଭିତରେ କ'ଣ ମୁଁ ଦି ଗୋଟେ ନେଇକି ସକ୍ସେସ୍ କଲି, ମୋ ସାଙ୍ଗ ପିଲା ସକ୍ସେସ୍ କରନ୍ତୁ ସେଇ ଚେଷ୍ଟା କରୁଥିଲି। ତାଙ୍କର କ'ଣ ଯାହା ହବାର ତା ହେଇଗଲେ, ଯାହା ହବାର ଥିଲା ଆମର ଛାଡ଼ ସେ ସବୁ ଛାଡ଼ିଲେ। ସେଇପାଇଁ କ'ଣ ନା ସେ ବି ତାକୁ ଛାଡ଼ିବାକୁ କରିଦେଲେ ସେ ସବୁ କଥା। ତାପରେ ଆମେ ଯେତେବେଳେ ଘରେ ଆସି ରହିଲୁ, ଅଲଗା ଜାଗାରେ ଯିବା ପାଇଁ ଚେଷ୍ଟା କଲୁ। ସେ ଫୋନ୍ ରହିଲା ଯେ ତୁମେ ଯାଇଛ ଜଲ୍ଦି ଆସ, ତୁମ ଆଧାର କାର୍ଡ଼ ରହିଯାଇଛି, ବ୍ୟାଙ୍କ ବହି ରହିଛି, ତୁମ ବ୍ୟାଙ୍କର ପଇସା ସବୁ କରାଯିବ, ଆଧାର କାର୍ଡ଼ କେସ୍ କରାଯିବ। ଆମେ ସେତେବେଳେ କହିଲୁ ଯେ ତୁମେ ଯାହା କରି ଆସି କରନ୍ତୁ, ଯିବୁନି ଫିଲ୍ଡ ସାହେବ। ସେଇଥିପାଇଁ ମୁଁ ଗୋଟେ ଭିଡ଼ିଓ ବନେଇବି ଆପଣ ଗୋଟେ ଭିଡ଼ିଓ ବନେଇକି ଅପଲୋଡ଼ କରି ତୁମର କେଉଁଭଳିଆ ଚିଟିଂ କରୁଛନ୍ତି ଏମିତି ଆମେ କହିଦେଲି। ସେଇପାଇଁ ମୁଁ ଗୋଟେ ଭିଡ଼ିଓ ବନଉଛି। ଯେଉଁ ପିଲାମାନେ ବି ଭିଡ଼ିଓଟା ଦେଖୁଛନ୍ତି, ବିଶେଷ କରି ପ୍ଲେ ଷ୍ଟଡି 5 କିଲୋମିଟର କଥା ନାଁ ଶୁଣିଲେ ଆପଣମାନେ କେବେ ବି ସେ ରିସିଭ୍ କରିବେ ନାହିଁ। କି କେଉଁ ସାଙ୍ଗ ପିଲାଙ୍କ ମାଧ୍ୟମରେ ଯାଉଛନ୍ତି ଭଲସେ ଜାଣିପାରି ନିଅନ୍ତୁ ଯେ କେଉଁ କାମ କେଉଁ ଭଳିଆ କାମ। କାହିଁକିନା ଏଇଭଳିଆ ଅଛନ୍ତି ସାଙ୍ଗମାନେ, ମୋତେ ଗୋଟେ ପିଲା ଫସାଇ ଦେଲେ ଆପଣମାନଙ୍କୁ ବି ଫସାଇ ଦେଇପାରନ୍ତି। ସେ ଜାଣିପାରି ଭଲସେ ନିଅନ୍ତୁ କେଉଁ ଜାଗା କେମିତି କାମ କି କାମ ପୂର୍ବରୁ ତାଙ୍କୁ ଟଙ୍କାଟା ଦିଅନ୍ତୁ। କାହିଁକିନା ଆପଣ କାମରେ କରିନାହାନ୍ତି ନା, କାହିଁ ପଇସା ଦେବେ। ଯେତେବେଳେ ଭୋକା ବଢ଼ିଗଲି ଆପଣଙ୍କୁ ପ୍ରବଳ ଦେବେ। ଆପଣ କାହିଁକିନା କାମ କରନ୍ତୁ, ପଇସା ହେଲା ପରେ ପେମେଣ୍ଟ ହେଲେ ପେମେଣ୍ଟରୁ ଦିଅନ୍ତୁ ପଇସା, ତାକୁ ପଇସା ଦିଅନ୍ତୁ। କିନ୍ତୁ ମୁଁ ଜାଣିଥିଲି ଯେ ଏଇଟା ଇଏ ହେବ ବୋଲି ମୋତେ କହିଥିଲି ଯେ ରୁମ୍ ଆଲାର୍ଟ ରୁମ୍ ପାଇଁ ପଇସା ଦେବା ମୁଁ ରୁମ୍ ପାଇଁ ଦେଇଥିଲି, କାମ ପାଇଁ ଦେଇନଥିଲି। ଫାଷ୍ଟ ରୁମ୍ ପାଇଁ ହିଁ ଦେଇଦେଇଥିଲି ଆପଣଙ୍କୁ। କ'ଣ କରିବି ଦେଇଦେଇକି ଯାଇଛି, ଗଲା ତ ଗଲା ଛାଡ଼ନ୍ତୁ। ସେଇପାଇଁ ଆପଣଙ୍କୁ କହୁଛୁ କେବେ ବି ପଇସା କାହାକୁ ଦିଅନ୍ତୁ। ଯେଉଁ କାମ ଯାଉଛନ୍ତି ଭଲସେ ଇଏ କରିକି ଯାଆନ୍ତୁ। ଆଉ ଯେଉଁ ସାଙ୍ଗ ପିଲାମାନେ ଡାକୁଛନ୍ତି ନିଜେ ତ ଫସିଯାଇଛି ୟାର, କାହିଁକି ଆଉ ଜଣକୁ ଫସିବ। ସେଇଥିପାଇଁ ନିଜେ ତ ଫସିଯାଇଛି, ଆଉ ଜଣକୁ କାହାକୁ ଫସାନ୍ତୁ ନାହିଁ। ରିକ୍ୱେଷ୍ଟ କରିକି କହୁଛି ଆପଣ ଜାଣିଛ ମୁଁ ଯିଏ ଫସିଯାଇଛି, ମୁଁ ଆଗେ ସକ୍ସେସ୍ ବନେଇଲା ପରେ ଆଉ ଜଣକୁ ସକ୍ସେସ୍ ବନେଇବି। ମୁଁ ତ ନିଜେ ବନେଇବି, ମୁଁ ତ କିଛି କରିନି, ମୁଁ ଆଉ ଜଣକୁ ନେଇଯିବି, କାଳେ ମୁଁ ନ ହେଇପାରିଲି ତା ଜୀବନଟା ବି ବର୍ବାଦ ହେଇଯିବ। ସେଇଟା ଭାବିବାର ଥିଲା, କିନ୍ତୁ ସେ ଭାବିନଥିଲେ। ସେ ନିଜେ ସକ୍ସେସ୍ ବନେଇବା ପାଇଁ ମୋତେ ହିଁ ପୋକରା ବନେଇଦେଲେ, ମୋତେ ହିଁ ବଢ଼ି ଚଢ଼େଇଦେଲେ। ସେଥିପାଇଁ ମୁଁ ଆଜି ଭିଡ଼ିଓଟା ବନଉଛି। ଭାଇ ଭଉଣୀ ମା ମାଉସୀ ମାନେ ଏ ଭିଡ଼ିଓଟା ଦେଖୁଥିବ, ନିହାତି ଆପଣଙ୍କ ରିଲେଟିଭ୍କୁ ଏ ଭିଡ଼ିଓଟା ଫରୱାର୍ଡ଼ କରନ୍ତୁ। କାହିଁକି ସେମାନେ ଦେଖନ୍ତୁ ଯେ କେଉଁ ଭଳିଆ କ'ଣ ଚାଲିଛି ସବୁ। ସେଇ ଭିଡ଼ିଓ ଦେଖିଲେ ଆପଣ ନିହାତି ଭାବରେ ଜାଣିପାରିବେ ଆଉ କେବେ ବି ଏଭଳିଆ ଚିଟ୍ଫଣ୍ଡରେ ପଡ଼ିବେ ନାହିଁ। ଚିଟ୍ଫଣ୍ଡରେ ବସି ପୁରା ବର୍ବାଦ ହେଇଯିବେ। ନହେଲେ ଏଇ ଭିଡ଼ିଓ ବହୁତ ସେୟାର କରନ୍ତୁ। ଯେତେ ସେୟାର କରିବେ ଆପଣମାନଙ୍କ ଫ୍ୟାମିଲିକୁ ସେମାନେ ଜାଣିପାରିବେ। କାହିଁକିନା ଆପଣମାନଙ୍କ ପିଲା ବି କେଉଁଦିନ ଏଇଭଳି ଫସି ଯାଇପାରନ୍ତି। ଆଗରୁ ସତର୍କ କୁହନ୍ତୁ, ସତର୍କ ହେଇ କାମଟା ନେଇ କରନ୍ତୁ। ଆପଣମାନଙ୍କ ଘରରେ ପିଲା ଅଛନ୍ତି, କହୁଛି ଆପଣମାନଙ୍କୁ ଦେଖନ୍ତୁ। ଆଉ ବିଶେଷ କରି ଗୋଟେ କଥା ମୁଁ କହିବି ଲାଷ୍ଟରେ, ଯେଉଁ ପିଲାମାନେ ଚାକିରି ପାଇଁ ଖୋଜୁଛନ୍ତି ନିଜ ଗୋଡ଼ରେ, କେଉଁ ସାଙ୍ଗ ପିଲାଙ୍କ ଥ୍ରୁରୁ ଯାଉନି, ଫସିଯିବ କେତେବେଳେ। ମୁଁ ଫସିଥିଲି, ଆପଣ ବି ଫସି ଯାଇପାରନ୍ତି। କେହି ଯାଆନ୍ତି ନିଜେ ଜାଣିପାରି ନିଅନ୍ତୁ କେଉଁ ଭଳିଆ କାମ କେଉଁ ଜାଣିପାରି ହେଲା ପରେ ହିଁ ସେ ଯିବ। ବହୁତ ପିଲା ଜଗନ୍ନାଥ ବହୁତ ଭିଡ଼ିଓ ଅପଲୋଡ଼ ହେଉଛନ୍ତି, ବହୁତ ଇଏ ହେଉଛନ୍ତି, କିନ୍ତୁ 100ରୁ 5ଟା ସତ, 3ଟା 100ରୁ 5ଟା ସତ ହେଇଥିବ, ଆଉ 95% ମିଛ ଭିଡ଼ିଓ ଆଉଛନ୍ତି। ଏଭଳିଆ ଭିଡ଼ିଓ ହିଁ ଆଉଛନ୍ତି। ଆପଣ ଜାଣିନଥିବେ, ଭିଡ଼ିଓ ଦେଖନ୍ତୁ। ରିଆଲିଟି ପାଇଁ ଆପଣମାନଙ୍କୁ ଭିଡ଼ିଓଟା ହିଁ ବନଉଛି, ଜାଣିଥିବେ।